ରାଉରକେଲାରେ ଅବକାରୀ ଚଢ଼ାଉ ଦୁଇ ଗିରଫ। ରାଉରକେଲାରେ ଅବକାରୀ ଚଢ଼ାଉ କାର୍ଯ୍ୟକ୍ରମ ଅଦ୍ୟାବଧି ଜାରି ରହିଛି। ସହରର ଉପକଣ୍ଠ ଓ ତଳି ବସ୍ତି ଇଲାକାରେ ଥିବା କେତେକ ଅଞ୍ଚଳରେ ବିଭାଗ ଚଢ଼ାଉ କରି ବେଆଇନ ମହୁଲି ମଦ ସାଙ୍ଗକୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ପୋଚକୁ ନଷ୍ଟ କରୁଛି। ତଥାପି ଅମାନିଆ ଏହି କାର୍ଯ୍ୟରୁ ସାମାନ୍ୟତମ ବିରତ ହେବା ଦେଖାଯାଉନି, ଯାହାଫଳରେ ଅବକାରୀ ବିଭାଗ ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇପଡ଼ିଛି। ସହରର ଝୁମ୍ପୁଡ଼ି ଇଲାକାରେ ମହୁଲି ମଦ ରନ୍ଧା ହୋଇ ବିକ୍ରୟ ହେବା ସାଙ୍ଗକୁ ସେଠାରୁ ବିଭିନ୍ନ ସ୍ଥାନକୁ ସପ୍ଲାଇ ହେଉଛି। ବିଭିନ୍ନ ବସ୍ତି ଇଲାକାରେ ମହୁଲି ମଦ ତା'ର କାୟା ବିସ୍ତାର କରିଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଚେକ୍ ଦେବା ସମ୍ଭବପର ହୋଇପାରିନି। ଗତ 7 ତାରିଖରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ରେଲାପୋଷ ଡାହିଟୋଲା ସେକ୍ଟର 2 ବାଗବୁଡ଼ି ଅଞ୍ଚଳରେ ଚଢ଼ାଉ କରି 2 ଗୋଟି କ୍ଲେମ୍ କେସ୍ ଏବଂ 3 ଗୋଟି ଅନକ୍ଲେମ୍ କେସ୍ ମୋଟ 5 ଗୋଟି କେସ୍ ରୁଜୁ କରାଯାଇଛି। ସେମାନଙ୍କ ପାଖରୁ 400 ଲିଟର ବେଆଇନ ମହୁଲି ମଦ ସହିତ ଗୋଟିଏ ହୁଣ୍ଡାଇ ସାଣ୍ଟ୍ରୋ କାର୍ OR14F6150 ସହିତ ଓ ଗୋଟିଏ TVS ସ୍କୁଟି OD14A J4347ରେ 30 ଲିଟର ମହୁଲି ମଦକୁ ଜବତ କରିଛି ରାଉରକେଲା ଅବକାରୀ। ସେମାନେ 2 ଜଣ ହେଲେ କୁଲୁ କୁମ୍ଭାର ଏବଂ କାର୍ରେ ଥିବା ଡ୍ରାଇଭର ଜଗା ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ମୁଖ୍ୟ ଅଭିଯୁକ୍ତ କାର୍ର ମାଲିକକୁ ଗିରଫ କରିବା ପାଇଁ ଏକ୍ସାଇଜ୍ ତଦନ୍ତ କରୁଛି। ଏହି ଚଢ଼ାଉରେ ଏକ୍ସାଇଜ୍ ଇନ୍ସପେକ୍ଟର ଶ୍ରୀ ମୋହନ ପ୍ରଧାନ, ଇନ୍ସପେକ୍ଟର ହେମନ୍ତ ମହାନନ୍ଦିଆ, ASI ବିନୋଦିନୀ ବେହେରା ଓ ଯୁବରାଜ ବାଗ, ସୌମ୍ୟରଞ୍ଜନ ସାହୁ, ଆୟେଶା ମିଞ୍ଜ, ହେମମଞ୍ଜରୀ ବିଶ୍ୱାଳ, ତ୍ରିଲୋଚନ ପାଢ଼ୀ, ଆକାଶ ପଟେଲ, ପ୍ରଦୀପ ଲୁଗୁନ, ବବଲୁ ସ୍ୱାଇଁ, ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଲୀଳିମା ଭୋଇ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନିରଞ୍ଜନ ରାଉତ ଆଦି ସାମିଲ ହୋଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।